ସର୍ବ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ମୋର ହୃଦୟରୁ କୋଟି କୋଟି ପ୍ରଣାମ। ଆଜି ଆଶ୍ୱିନ ନବରାତ୍ରିର ନବମୀ ତିଥି। କର୍ମବ୍ୟସ୍ତ ଜୀବନ ଥାଇ ମଧ୍ୟ ଆପଣମାନେ ମାତୃଶକ୍ତି ସହିତ ସଂଯୁକ୍ତ ହୋଇ ଅସୀମ ଶାନ୍ତି ପ୍ରାପ୍ତି କରିବା ପାଇଁ ପ୍ରସ୍ତୁତ ହୋଇଥିବାରୁ ଆପଣମାନଙ୍କୁ ସୁସ୍ୱାଗତ। ଆମେ ଯେଉଁ ଗୁରୁଙ୍କର ଜ୍ଞାନ ନେଇ ଧ୍ୟାନ ଯାତ୍ରା ଯିବା ପାଇଁ ପ୍ରସ୍ତୁତ ହୋଇଛୁ, ସେହି ଗୁରୁ ପିତାମହ ପତ୍ରିଜୀଙ୍କୁ କୋଟି ପ୍ରଣାମ। ମାତା ସରସ୍ୱତୀଙ୍କୁ ନିବେଦନ କରୁଛି, ସେ ମୋ କଣ୍ଠରେ ବିରାଜିତ ହୁଅନ୍ତୁ। ଆଉ ପ୍ରକୃତି ମୋ ମାଧ୍ୟମରେ ଯେଉଁ ସନ୍ଦେଶ ଆପଣମାନଙ୍କ ନିକଟରେ ପହଞ୍ଚାଇବାକୁ ଚାହେଁ, ତାହାକୁ ମୁଁ ସହଜତା ଭାବରେ ଆପଣମାନଙ୍କ ନିକଟରେ ପହଞ୍ଚାଇ ଦେଇପାରେ। ଫ୍ରେଣ୍ଡସ୍, ଆଜି ନବରାତ୍ରିର ନବମୀ ତିଥି। ଏହି ଦିନରେ ମା ଦୁର୍ଗାଙ୍କର ମାତା ସିଦ୍ଧିଦାତ୍ରୀ ରୂପକୁ ବିଶେଷ ଭାବରେ ଆରାଧନା ଉପାସନା କଲେ ଅଷ୍ଟସିଦ୍ଧି ନଅନିଧିର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଭଗବାନ ଶିବ ମାତା ଦୁର୍ଗାଙ୍କୁ ଏହି ରୂପରେ ଆରାଧନା କରି ଅଷ୍ଟସିଦ୍ଧି ଓ ନଅନିଧିର ଆଶୀର୍ବାଦ ପ୍ରାପ୍ତ କରିଥିଲେ। ଓ ତାଙ୍କର ଶରୀରର ଅର୍ଦ୍ଧେକ ଅଂଶ ଦେବୀଙ୍କର ସ୍ୱରୂପ ପ୍ରାପ୍ତ ହୋଇଥିଲା। ସେଥିପାଇଁ ସେ ଅର୍ଦ୍ଧନାରୀଶ୍ୱର ବୋଲି କୁହାଯାଏ। ଫ୍ରେଣ୍ଡସ୍, ଆଜି ଆସନ୍ତୁ ଆମେ ସମସ୍ତେ ତଥାଗତ ବୁଦ୍ଧଙ୍କ ପ୍ରଦତ୍ତ ଆନାପାନସତି ଧ୍ୟାନ ମାଧ୍ୟମରେ ଶ୍ୱାସ ଓ ପ୍ରଶ୍ୱାସ ସହିତ ଯୋଡ଼ି ହୋଇ ମନର ଘରକୁ ପ୍ରସ୍ଥାନ କରିବା ଆଉ ମନରେ ସମର୍ପଣ ଭାବ ନେଇ ଏକାଗ୍ର ହୋଇ ମା ସିଦ୍ଧିଦାତ୍ରୀଙ୍କୁ ଆରାଧନା ଉପାସନା କରି ତାଙ୍କଠାରୁ ସିଦ୍ଧି ପ୍ରାପ୍ତିର ଆଶୀର୍ବାଦ ଭିକ୍ଷା କରିବା। ଆସନ୍ତୁ ପ୍ରଥମେ ଧ୍ୟାନ ଯାତ୍ରା ପାଇଁ ଶରୀରକୁ ପ୍ରସ୍ତୁତ କରିନେବା, କାରଣ ଏ ଶରୀର ଆମର ସମସ୍ତ ପ୍ରାଣିକ ସତ୍ତାକୁ ଧରି ରଖିଛି। ଦିବ୍ୟ ସତ୍ତାରେ ସଂଯୁକ୍ତ ହେବା ପାଇଁ ଆମର ପ୍ରାଣିକ ସତ୍ତାର ରୂପାନ୍ତର ନିହାତି ଆବଶ୍ୟକ। ଆଜିର ଏ ଧ୍ୟାନରେ ଏ ଶରୀର ରୂପାନ୍ତର ପାଇଁ ଏକ ଆରାମଦାୟକ ଆସନ ପ୍ରସ୍ତୁତ କରି ନିଅନ୍ତୁ। ମନରେ ସହଜତା ଭାବ ଆଣନ୍ତୁ। ଚଷମା ପିନ୍ଧୁଥିଲେ ଉତାରି ଦିଅନ୍ତୁ। କିଛି ପାଣି ପିଇ ନିଅନ୍ତୁ। ପାଣି ପିଇବା ଦ୍ୱାରା ଧ୍ୟାନର ପ୍ରତିକ୍ରିୟା ଯୋଗୁଁ ଯେଉଁ ବିଷାକ୍ତ ପଦାର୍ଥ ଟକ୍ସିନ୍ ଶରୀରରୁ ରିଲିଜ ହୋଇଥାଏ, ମୁକ୍ତ ହୋଇଥାଏ, ସେ ସବୁ ଧୀରେ ଧୀରେ ବାହାରିଯାଏ। ଆମ ଶରୀରର 71% ଜଳ ଅଛି। এই ଜଳକୁ ଯଦି ଆମେ ସକାରାତ୍ମକ ନିର୍ଦ୍ଦେଶନା ଦେଇଥାଉ, ଏଥିରେ ଥିବା କ୍ରିଷ୍ଟାଲ ରୂପୀ କୋଶିକା ଗୁଡ଼ିକ ସୁନ୍ଦର ଆକାର ଧାରଣ କରି ଆମ ମନର ସମସ୍ତ ସଂକଳ୍ପ ପୂର୍ତ୍ତିରେ ସହଯୋଗ କରିଥାନ୍ତି।
ଧ୍ୟାନର ନିୟମ ଅନୁସାରେ ହାତକୁ ହାତରେ ଛନ୍ଦି କୋଳରେ ରଖନ୍ତୁ, ଗୋଡ଼କୁ ଗୋଡ଼ରେ ଛନ୍ଦି ଦିଅନ୍ତୁ। ପରମ ବ୍ରହ୍ମଙ୍କ ସହାୟତା ପ୍ରାପ୍ତ କରିବା ପାଇଁ ମେରୁଦଣ୍ଡ ସହିତ ଗ୍ରୀବାକୁ ଏକ ସରଳରେଖା ରଖି ସିଧା ହୋଇ ବସନ୍ତୁ। କୋମଳତା ସହିତ ଆଖି ବନ୍ଦ କରନ୍ତୁ। ଆଖି ବନ୍ଦ କରିବା ଦ୍ୱାରା ଆମର ଆନ୍ତରିକ ଜାଗ୍ରତତା ବୃଦ୍ଧି ହୁଏ, ଏକାଗ୍ରତା ବୃଦ୍ଧି ହୁଏ। ଆମେ ସହଜରେ ଅନ୍ତର୍ମୁଖୀ ହୋଇପାରୁ। ଶରୀରର ପ୍ରସ୍ତୁତି ଶେଷ ପ୍ରାୟ। ଆଜି ଧ୍ୟାନରେ ହାଇ ଫ୍ରିକ୍ୱେନ୍ସିର ଶକ୍ତିର ଆବଶ୍ୟକ। ଆମକୁ ଧ୍ୟାନ ଯାତ୍ରାରେ ସହାୟତା କରିବା ପାଇଁ ଆସନ୍ତୁ ଆହ୍ୱାନ କରିବା ପିତାମହ ପତ୍ରିଜୀଙ୍କର ସୂକ୍ଷ୍ମ ଚେତନାକୁ, ଆହ୍ୱାନ କରିବା ମହାଅବତାର ବାବାଜୀ ଯୁକ୍ତେଶ୍ୱର ଗିରିଜୀଙ୍କର ଚେତନାକୁ, ଆହ୍ୱାନ କରିବା ସପ୍ତ ଋଷି ଆଦି ଋଷିଙ୍କର ଚେତନାକୁ, ସତ୍ୟଲୋକ ଦେବଲୋକ ସୂର୍ଯ୍ୟଲୋକର ମାଷ୍ଟର୍ସ ମାନଙ୍କୁ ଆହ୍ୱାନ କରିବା ସଂଯୁକ୍ତ ହୋଇଯାଆନ୍ତୁ ଗ୍ରହମଣ୍ଡଳର ବାସୀ ମାନଙ୍କ ସହିତ, ନକ୍ଷତ୍ର ବାସୀ ମାନଙ୍କ ସହିତ। ସଂଯୁକ୍ତ ହୋଇଯାଆନ୍ତୁ ଆଦି ପରାଶକ୍ତି ବ୍ରହ୍ମମୟୀ ଆଦ୍ୟାଶକ୍ତି ମା ଦୁର୍ଗାଙ୍କର 9 ରୂପ ସହିତ ଆହ୍ୱାନ କରନ୍ତୁ ଆର୍କିଟୋରିଆଲ ମାଷ୍ଟର୍ସ ମାନଙ୍କୁ, ଗୋଲ୍ଡେନ ଆଷ୍ଟ୍ରାଲ ପିରାମିଡକୁ, ଫ୍ରେଣ୍ଡସ୍ ଅବଲୋକନ କରନ୍ତୁ ସମସ୍ତ ମାଷ୍ଟର୍ସ ମାନେ, ଗୁରୁମଣ୍ଡଳୀ, ମୁନି ଋଷିମାନେ, ଦିବ୍ୟ ଦ୍ରଷ୍ଟା ଋଷିମାନେ ଆମକୁ ଆଜି ଧ୍ୟାନ ଜ୍ଞାନ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ଧୀରେ ଧୀରେ ଧରା ଅବତରଣ କରିଛନ୍ତି। ସମସ୍ତେ ଗୋଲ୍ଡେନ ଆଷ୍ଟ୍ରାଲ ପିରାମିଡ ତଳେ ଏକତ୍ରିତ ହୋଇଯାଇଛନ୍ତି। ଗୁରୁଙ୍କର ଉପସ୍ଥିତିକୁ ସ୍ୱୀକାର କରନ୍ତୁ। ଗୁରୁଙ୍କର ସୂକ୍ଷ୍ମ ରୂପକୁ ସ୍ୱୀକାର କରନ୍ତୁ। ଏ ସମସ୍ତ ତତ୍ତ୍ୱଜ୍ଞାନୀ ସିଦ୍ଧ ସାଧକଙ୍କୁ ସମର୍ପଣ ଭାବରେ ପ୍ରଣାମ କରି ଏକ ସଂକଳ୍ପ କରନ୍ତୁ। କୁହନ୍ତୁ, ମୁଁ ଆଜି ପୂର୍ଣ୍ଣ ଜାଗ୍ରତ ଭାବରେ ଧ୍ୟାନର ଗଭୀର ପ୍ରଦେଶକୁ ଯାଇ ଗୁରୁ ଶକ୍ତି ସହିତ ସଂଯୁକ୍ତ ହୋଇ ଆଜିର ସଂକଳ୍ପ ପୂର୍ତ୍ତି କରିବି। ମୁଁ ଆଜି ପୂର୍ଣ୍ଣ ଜାଗ୍ରତ ଭାବରେ ଇଷ୍ଟ ଦେବଙ୍କର ଶକ୍ତି ସହିତ, ଗୁରୁଙ୍କର ଶକ୍ତି ସହିତ ସଂଯୁକ୍ତ ହୋଇ ଧ୍ୟାନର ଗଭୀର ପ୍ରଦେଶକୁ ଯାଇ ଆଜିର ସଂକଳ୍ପ ପୂର୍ତ୍ତି କରିବି। ଫ୍ରେଣ୍ଡସ୍, ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପି ଦିଅନ୍ତୁ। ନିଜକୁ ବର୍ତ୍ତମାନ କ୍ଷଣକୁ ନେଇ ଆସନ୍ତୁ। ନିଜ ଭିତରେ ଏକ ସାମର୍ଥ୍ୟକୁ ଜଗାନ୍ତୁ। ନିଜ ଭିତରେ ଏକ ବିରାଟ ସମ୍ଭାବନାର ସ୍ଥିତିକୁ ଅନୁଭବ କରନ୍ତୁ। ଧୀରେ ଧୀରେ ଆପଣଙ୍କ ଭିତରେ ବିଛାଡ଼ି ହୋଇ ରହିଥିବା ଚେତନାକୁ ଏକତ୍ରିତ କରି ନିଅନ୍ତୁ। ଧ୍ୟାନ କେନ୍ଦ୍ରିତ କରନ୍ତୁ ଆଜ୍ଞା ଚକ୍ରରେ। ପୁରା ସିଧା ହୋଇ ବସନ୍ତୁ। ନିଜକୁ ବିଶ୍ରାମ ସ୍ଥିତିକୁ ନେଇ ଆସନ୍ତୁ।
निद्रा जीवा पूर्वर विश्राम स्थिति पूरा रिलैक्स कर दियंतु शरीर को हल्का कर दियंतु। आजिर ध्यान यात्रार प्रस्तुति पाई विश्व पिता को धन्यवाद दियंतु कारण विश्व पिता प्रदान करिथिबा शरीर वर्तमान ध्यान यात्रा पाई प्रस्तुत हो जाइछि। वातावरण रो प्रशांतिर ऊर्जा को निज भीतर को नियंतु। गुरुमंडली ठारू पवित्रतार ऊर्जा को निज भीतर को नियंतु। श्वास सहित निज भीतर को जीवा पाई प्रस्तुत हो जातु। मो सहित तीनोटी गभीर श्वास नियंतु। धीरे धीरे श्वास छाड़ी दियंतु। प्रस्तुत हुंतु निज प्रति विश्वस्त हुंतु। कहीं भी आखि खोलंतु नहीं। धीरे धीरे श्वास डोर धरी शरीर भीतर को प्रवेश करंतु। नाभि पर्यंत धरी रखंतु श्वास को किछि सेकंड पाई। धीरे धीरे निश्वास को छाड़ी दियंतु। निश्वास को छाड़ू छाड़ू धन्यवाद दियंतु आज सामूहिक ऊर्जा को। धन्यवाद दियंतु श्वास गुरु को। अब एक दीर्घ गभीर श्वास नाभि पर्यंत। नाभि चारिपटे घूरी आसतु। शिथिलतार ऊर्जा को मुक्त कर दियंतु। फील करंतु समस्त कोशिका शिथिल हो आसुची। धरी रखंतु श्वास को जेते समय पारुचंती। धीरे धीरे श्वास को छाड़ी दियंतु। प्रश्वास निश्वास वायु सहित छाड़ंतु समस्त नकारात्मक सोच विचार को। सुंदर अनुभव शरीर धीरे धीरे रिलैक्स हो जाउछि। शिथिल हो आसुछि। आउ एक दीर्घ गभीर श्वास श्वास सहित भरी नियंतु आकाश तत्व। भरी नियंतु शांतिर ऊर्जा को एकाग्रतार ऊर्जा को। धरी रखंतु श्वास को। पेट फुलिबार अनुभव करंतु। धीरे धीरे श्वास को छाड़ी दियंतु। फील करंतु अनुभव करंतु शरीर को। आज दिन क्लांति मानसिक अनिश्चितता धीरे धीरे दूर हो जाइछि। स्वाभाविक श्वास बॉडी को शरीर को फील करंतु। मन को एकत्रित कर नियंतु। अनुभव करंतु शरीर और मन एक हो जाइछि। प्रति श्वास रे नव शक्तिर जागरण हो चली। प्रति निश्वास रे ध्वंसकारी शक्तिर विलय हो चली। फ्रेंड्स प्रति श्वास रे प्रति प्रश्वास रे उत्पत्ति विलय आउ संप्रसारण क्रिया आम शरीर प्रति मुहूर्त चली थाए। अनुभव करंतु शरीर धीरे धीरे शांत हो आसुची। शरीर प्रति कोशिका नव शक्ति को ग्रहण करी चली। प्रति कोशिकार जागरण सृष्टि होइछि। शरीर को पूरा ढिला छाड़ी दियंतु। फील करंतु शरीर माध्याकर्षण शक्तिर आकर्षण बढ़ जाइछि। पूरा रिलैक्स अवेयरनेस एनर्जी को आह्वान करंतु। पाद दुईटी को ढिला छाड़ी दियंतु। पूरा सजाग
पाद प्रति सजाग हो जातु। पूरा रिलैक्स कर दिंतु गोड़ को, गोड़ थिबा मांसपेशी, अस्थि कोशिका, पेशी कोशिका को पूरा रिलैक्स कर दिंतु। धन्यवाद दिंतु। आंठू को धन्यवाद दिंतु। धन्यवाद दिंतु जंघ को, जंघर मांसपेशी को रिलैक्स कर दिंतु, ढिला कर दिंतु। जाग्रतता को ले जातु नितंब निकट को। अतीन्द्रिय शक्ति माध्यम रे फील करंतु नितंब रे थिबा वाइटल ऑर्गन सब को। धन्यवाद दिंतु, कृतज्ञता रे भरी दिंतु। ए समस्त वाइटल ऑर्गन्स ध्यान केंद्रित करंतु। जाग्रतता को नहीं जातु उदर निकट को। उदर थिबा समस्त वाइटल ऑर्गन्स को धन्यवाद दिंतु। आंतरिक भाव रे स्पर्श करंतु। धन्यवाद दिंतु, कृतज्ञता रे भरी दिंतु। अहरह आपण को अजाणत कार्य करी चली। आपण का शरीर रोग प्रतिरोध शक्ति वृद्धि करी चली, शक्ति प्रदान करी चली। धीरे धीरे जागृतता को नियंतु वक्ष को। वक्षर समस्त ऑर्गन सिस्टम को प्रेम रे भरी दियंतु। अनकंडीशनल लव रे भरी दियंतु। एहार कार्यकारिता पाई धन्यवाद दियंतु ईश्वर को। ध्यान केंद्रित करंतु ग्रीवा देश रे। ग्रीवारे थिबा वाइटल ऑर्गन्स, स्वरपेटिका, श्वासनली, खाद्य नली को धन्यवाद दियंतु, कृतज्ञता रे भरी दियंतु। मुखमंडल मांसपेशी को ढिला छाड़ी दियंतु। भ्रुकुटी दुईटी को ढिला, आखि को ढिला, जीभ तालु को रिलैक्स कर दियंतु। ओठ को खोला रखी दियंतु। फ्रेंड्स, आमे जेतेबेले जागृत भाव रे श्वास सहित जोड़ी हो जाओ, आम शरीर शून्य स्थिति रे पहुंची जाए और विश्व प्राण शक्ति आम शरीर भीतर प्रवेश करे। अनुभव करंतु श्वास बाहर रे शरीर भीतर को प्रवेश करुछि। विश्व प्राण शक्ति, अफुरंत प्राण शक्ति, शरीर प्रकंपना को अनुभव करंतु। निज भितरे आनंद तन्मय भाव को अनुभव करंतु। निजको मन कर्म वचन रे संपूर्ण भावे समर्पण कर दियंतु। फ्रेंड्स, ए समर्पण भाव ही प्रार्थना प्रश्वास और निश्वास सहित जोड़ी ही रुहतु। जाउथिबा श्वास, आसुथिबा श्वास धीरे धीरे शरीर निश्चल स्थिर हो आसी। आपण पूर्ण समाधि स्थिति विश्राम स्थिति पहुंची जाइछंती। श्वास रो गति धीर हो आसी। फ्रेंड्स, श्वास सहित मनर गतिर संपर्क रही। धीरे धीरे श्वास रो गति स्थिर हेले मन स्थिर हो जाए। मन पूरा शांत, निर्विचार, निर्विकार स्थिति, शरीर निश्चल, पंच इंद्रिय निष्क्रिय, देह ज्ञान, समय ज्ञान लुप्त प्राय, पूरा स्थिर फील करंतु। एही स्थिति रे ब्रह्मरंध्र निकट स्पंदन, प्राण शक्तिर प्रभाव शरीर भितर ए निम्नगामी
प्राण शक्ति को फील करंतु, अनुभव करंतु विशुद्धि चक्र रे सारा शरीर विशुद्धता को एकत्रित करी शक्ति भरी चली सकारात्मक संतुलित शक्ति यही निम्नगामी प्राण शक्ति को प्रवाहित होगा को दिंतु हृदय चक्र को हृदय चक्र रे जमी थिबा अशुद्धता धीरे धीरे मुक्त हो चली श्वास सहित भरी नियंतु शक्ति को प्रवाहित होगा को दिंतु प्रति कोशिका को धीरे धीरे स्पर्श करिछि मणिपुर चक्र रे एठारे जमी थिबा समस्त भावनात्मक आघात समस्त शारीरिक विकार को मुक्त कर दिंतु फ्रेंड्स जीवाकू दिंतु ए समस्त नकारात्मक सोच विचार को प्रवाहित होगा दिंतु विश्व शक्ति को प्रति कोशिका रे धीरे धीरे ए निम्नमुखी शक्ति स्पर्श करिछि स्वाधिष्ठान चक्र मूलाधार चक्र रे संचरी चली प्रति कोशिका को आनंद नियंतु फ्रेंड्स प्रति कोशिका जमी रही समस्त नकारात्मक संस्कार धीरे धीरे मुक्त हो चली पुनर्निर्माण हो चली समस्त अंतस्रावी ग्रंथि सक्रिय हो जाइछन्ति फ्रेंड्स फील करंतु निजर तेजमय स्थिति को अनुभव करंतु आपण जहाँ चाहती ब्रह्मांड से सब आपण को देवा प्रस्तुत हो जाइए अनुभव करंतु आपण आपण को सते जेपरी शरीर शून्य हो जाइए आपण को सूक्ष्म शरीर स्थूल शरीर प्रति पदार्थमय आत्मा रे परिणत हो जाइए एक सूक्ष्म तत्व रे परिणत हो जाइए फील करंतु अनुभव करंतु आपण एक सूक्ष्म आत्मा एक अनंत अनादि आत्मा चिदानंद आत्मा एक अखंड अपरिसीम शक्तिर धारक आत्मा निजक निजे कहतु मो प्रेममय प्रेम स्वरूप ज्योति मो मन नुहे बुद्धि नुहे केवल चित्त निजर चेतना विस्तार हेबा को अनुभव करंतु प्रति श्वास रे जागरण शक्तिर जागरण हो चली आम भीतर थिबा काम क्रोध रूपी चंड मुंड लोभ मोह रूपी मधुकैटव अविद्या अज्ञानता रूपी शुंभ निशुंभ माया रूपी रक्त बीज अहं रूपी महिषासुर द्वंद्वता रूपी धूम्रलोचन को आज निधन करिवार अछि आज आवश्यक हाई फ्रिक्वेन्सी शक्ति फ्रेंड्स यही उच्चतर शक्ति पाई आवश्यक सामूहिक आस्पृहा प्रति कोशिकार आस्पृहा करंतु शक्ति जागरण आस्पृहा शक्ति संचय करिवार आस्पृहा निज भितर जागरण करंतु आज शुभदायिनी माँ सिद्धिदात्री आविर्भाव दिवस जगत कल्याण करी माँ को समर्पित हेले करुणा प्रेम सिद्धि प्राप्त होता है मान्यता अच्छी जे त्रिदेव
ତପସ୍ୟା କରି ମା ସିଦ୍ଧିଦାତ୍ରୀଙ୍କ ଠାରୁ ପ୍ରାପ୍ତ କରିଥିଲେ ମାତା ସରସ୍ୱତୀଙ୍କୁ। ଭଗବାନ ବିଷ୍ଣୁ ପ୍ରାପ୍ତ କରିଥିଲେ ଲକ୍ଷ୍ମୀ ରୂପରେ। ଶିବ ପ୍ରାପ୍ତ କରିଥିଲେ ଆଦ୍ୟ ଶକ୍ତି ରୂପରେ। ପୂର୍ଣ୍ଣ ସମର୍ପିତ ହୋଇଯାଆନ୍ତୁ, ସଚେତନ ହୁଅନ୍ତୁ ଫ୍ରେଣ୍ଡସ୍। ଆସନ୍ତୁ ମାତା ସିଦ୍ଧିଦାତାଙ୍କୁ ଆରାଧନା କରିବା ପାଇଁ ମନ ମନ୍ଦିରରେ ଆସନଟିଏ ପ୍ରସ୍ତୁତ କରିନେବା। ଆଜିର ଏ ଶକ୍ତି ଜାଗରଣର ଉତ୍ସବରେ ମାତାଙ୍କ କରୁଣା ଆମର ନିହାତି ଆବଶ୍ୟକ। ଆସନରେ ସଜେଇ ଦିଅନ୍ତୁ ଶ୍ଵେତ ପୁଷ୍ପରେ। ଆସନ ମଣ୍ଡପକୁ ସଜାଇ ଦିଅନ୍ତୁ ଶ୍ଵେତ ପୁଷ୍ପରେ। ମନରେ ଭରି ନିଅନ୍ତୁ ଶାନ୍ତିର ଉର୍ଜାକୁ, ପବିତ୍ରତାର ଉର୍ଜାକୁ ପ୍ରତିଷ୍ଠା କରନ୍ତୁ ନିଜ ଭିତରେ। ସୁନ୍ଦର ଭାବରେ ଆଲ୍ପନାଟିଏ ପ୍ରସ୍ତୁତ କରି ନିଅନ୍ତୁ। ଫିଲ୍ କରନ୍ତୁ ଆଲ୍ପନା ସହିତ ଆପଣଙ୍କ ହୃଦୟ ଚକ୍ରର ସଂଯୁକ୍ତି ହେବାର। ଏହି ହୃଦୟ ଚକ୍ର ସମସ୍ତ ସୃଜନୀ ଶକ୍ତିର କେନ୍ଦ୍ର। ଆଉ ଗୋଟିଏ ଛୋଟ ଆଲ୍ପନା କରନ୍ତୁ, ତା ଉପରେ ରଖନ୍ତୁ ଜ କିମ୍ବା ଧାନ, ତା ଉପରେ ରଖନ୍ତୁ ଚିତ୍ରିତ କଳସଟିଏ, କଳସ ଉପରେ ରଖନ୍ତୁ ଆମ୍ର ପଲ୍ଲବଟିଏ, ଆମ୍ର ପଲ୍ଲବ ଉପରେ ରଖନ୍ତୁ ଲାଲ କପଡ଼ା ସହିତ ଦିବ୍ୟ ଫଳ ନାରିକେଳ। ମାଙ୍କର ଆସନ ନିକଟରେ ସ୍ଥାପିତ କରନ୍ତୁ ଅଖଣ୍ଡ ଦୀପଟିଏ। କଳସ ସାମ୍ନାରେ ରଖନ୍ତୁ ଶ୍ରୀ ଗଣେଶଙ୍କର ଛୋଟ ମୂର୍ତ୍ତିଟିଏ କିମ୍ବା ଗୁଆଟିଏ। ଫୁଲ ଚନ୍ଦନ ଦେଇ ସଜେଇ ଦିଅନ୍ତୁ ଶ୍ରୀ ଗଣେଶଙ୍କ ମୂର୍ତ୍ତିକୁ। ମାତାଙ୍କୁ ଆଜି ଷୋଡ଼ଶ ଉପଚାରରେ ପୂଜନ ପାଇଁ ଉପଲବ୍ଧ କରାନ୍ତୁ। ଧୂପ, ଦୀପ, ଫୁଲ, ଚନ୍ଦନ, ପଞ୍ଚଫଳ, ପଞ୍ଚବେବା, ଅକ୍ଷତ, ଦୁର୍ବା, ପ୍ରସାଦ ରୂପରେ ରଖନ୍ତୁ ମିଷ୍ଟାନ୍ନ, ପାନ, ଗୁଆ ଆଉ ଅଳେଇଚ। ପୁରା ସିଧା, ପୁରା ସମର୍ପିତ ହୋଇଯାଆନ୍ତୁ, ଏକାଗ୍ର। ଆପଣ ବର୍ତ୍ତମାନ ସମାଧି ସ୍ଥିତିରେ। ଆପଣ, ମୁଁ ଯାହା ନିର୍ଦ୍ଦେଶନା ଦେଉଛି ଆପଣ ଶୁଣିପାରୁଛନ୍ତି ନିଶ୍ଚୟ। ପ୍ରତି ଶବ୍ଦ ଆପଣଙ୍କ ପାଇଁ ମହତ୍ଵପୂର୍ଣ୍ଣ। ମାଙ୍କ ଲାଗି ଶ୍ଵେତ ବସନଟିଏ ଉପଲବ୍ଧ କରାଇ ଦିଅନ୍ତୁ। ଆହ୍ୱାନ କରନ୍ତୁ ଆପଣଙ୍କ ପରିବାରର ସଦସ୍ୟମାନଙ୍କୁ। ଆହ୍ୱାନ କରନ୍ତୁ ଆପଣଙ୍କ ପୂର୍ବଜମାନଙ୍କୁ ଆଜି ଆପଣଙ୍କ ସହିତ ଧ୍ୟାନ କରିବା ପାଇଁ। ଫିଲ୍ କରନ୍ତୁ, ଅନୁଭବ କରନ୍ତୁ ସମସ୍ତେ ଆପଣଙ୍କ ସହିତ ସୂକ୍ଷ୍ମ ଭାବରେ ଯୋଡ଼ି ହୋଇଯାଇଛନ୍ତି। ସମସ୍ତଙ୍କ ଉପରେ ଗଙ୍ଗା ଜଳ ସିଞ୍ଚନ କରାଇ ଦିଅନ୍ତୁ। ଦଶ ଦିଗପାଳଙ୍କୁ ଆହ୍ୱାନ କରନ୍ତୁ। ଆଚମନ କରି ଶ୍ରୀ ଗଣେଶଙ୍କୁ ଚନ୍ଦନ, ପୁଷ୍ପ, ଧୂପ ଦେଇ ଆରାଧନା କରନ୍ତୁ। ମୋ ସହିତ କୁହନ୍ତୁ, ହେ ଗୌରୀ ପୁତ୍ର, ବିଘ୍ନ ବିନାଶନ, ଆମର ସକଳ ବିଘ୍ନ ବିନାଶ କରନ୍ତୁ।
ପୃଥିବୀବାସୀଙ୍କର सकल विघ्नକୁ ବିନାଶ କରନ୍ତୁ। हे गौरीपुत्र, हे विघ्न विनाशन, आमर सकल विघ्नକୁ ବିନାଶ କରନ୍ତୁ। ପୃଥିବୀବାସୀଙ୍କର सकल विघ्न विनाश କରନ୍ତୁ। पूर्ण समर्पित हो जातु फ्रेंड, ध्यानस्थ हुंतु, एकाग्र हो जातु, माँ को शरणापन्न हुंतु, माँ को रूप को ध्यान करंतु, माँ को ऊर्जा को अनुभव करंतु, निज भीतर आह्वान करंतु, भक्ति रे भाव रे मो सहित कहतु, हे देवी आपण करुणामयी, आपण आदिशक्ति, आपण ब्रह्ममयी आद्या शक्ति, आपण ही कालरात्रि, आपण ही ब्रह्म ज्योति, आम मान को आज कृपा करंतु, समस्त पृथ्वीवासी प्रति कृपा करंतु, आविर्भूता हुंतु माँ, आविर्भूता हुंतु, कल्याणकारी माता का शरणापन्न हुंतु, पूर्ण समर्पित, धीरे धीरे फील करंतु, आपणकर आभा मंडल रे शक्तिर स्पर्श, उष्मा आलोकर स्पर्श, शक्तिर धारा प्रवाहित हो चली। धीरे धीरे आखि खोलंतु, शरीर रे सिहरण, शरीर रे स्पंदन, आखि खोलंतु, देखंतु उज्जवल आलोकरे आखि झलसी जाउची। सूर्यंक ठारू भी आहुरी शक्तिशाली आलोक आपणक निकटरू निकटतर ही आसुची। धीरे धीरे आपणकर मन मस्तिष्क रे व्यापी चली। माँ शक्ति माँ रूप सहित कनेक्ट हो जातु। देखते माँ आसुचंती, माँ श्वेतवर्णा पद्मासना चतुर्भुजा, माँ रूप को विशेष भाव में देखंतु। एक हस्तरे कमल पुष्प, अन्य एक हस्तरे गदा, अन्य दुई हस्तरे चक्र और शंख, प्रसन्न बदनी माता को स्वागत करंतु। माँ को सहित आसुचंती शिव शंकर। धीरे धीरे स्वागत करी मंडप को नहीं आसतु। आसन रे उपविष्ट होगा अनुरोध करंतु। आज समय केवल आपनकर फ्रेंड्स। आज देखंतु माता सिद्धिदात्री को सिद्धिदाता रूप में रूप जस कीर्ति धरी आविर्भूता माता तम रज सत्व गुण समभाव उद्भाषित माँ मुखमंडल रे आनंद नियंतु। प्रेम रे भरी दियंतु हृदय को। धीरे धीरे भावश्रु रे माता पद प्रक्षालन करंतु। माँ को षोडश उपचार रे पूजन करने आसन रे उपविष्ट हुंतु। धीरे धीरे माँ को अर्पण करंतु फूल, चंदन, सिंदूर, धूप, दीप, कर्पूर, अक्षत, दुर्वा,
ପ୍ରସାଦ ରୂପରେ ଅର୍ପଣ କରନ୍ତୁ। ମାଙ୍କର ପ୍ରିୟ ପ୍ରିୟ ପ୍ରସାଦ ମେवा ପଞ୍ଚ ପଞ୍ଚ ଫୁଲ ଫୁଲ ପଞ୍ଚ ଫଳ ଆଉ ପଞ୍ଚ ମେवा ଆନନ୍ଦ ନିଅନ୍ତୁ। ଫ୍ରେଣ୍ଡସ୍, ମାତା ସିଦ୍ଧିଦାତ୍ରୀଙ୍କୁ ପୂଜା କଲେ ଅଷ୍ଟସିଦ୍ଧି ପ୍ରାପ୍ତ ହୋଇଥାଏ। ମନରୁ ସବୁ ଦୁଃଖ ଦୂର ହୋଇଥାଏ। ଆଜି ମନର ଦ୍ୱାର ଖୋଲି ଦିଅନ୍ତୁ। ମୋ ସହିତ କୁହନ୍ତୁ, ହେ ଦେବୀ, ଆପଣ ଅମୃତ ସ୍ୱରୂପା, ଆପଣ ପ୍ରଣବ ସ୍ୱରୂପା, ଆପଣ ଜଗତର ସୃଷ୍ଟିକର୍ତ୍ତା, ଆପଣ ଜଗତର ପାଳନକର୍ତ୍ତା, ଆପଣ ହିଁ ମହତି, ଆପଣ ହିଁ ମେଧା, ଆପଣ ହିଁ ମହାରାତ୍ରି, ଆପଣ ହିଁ ସିଦ୍ଧରାତ୍ରି, ଆପଣ ଶକ୍ତିମୟୀ ଆଦ୍ୟ ଶକ୍ତି। ଆମମାନଙ୍କ ଉପରୁ କୃପା କରନ୍ତୁ ମାତା। ଆମମାନଙ୍କ ପ୍ରତି ପ୍ରସନ୍ନ ହୁଅନ୍ତୁ। ଦୟାପୂର୍ବକ ଆମର ପୂଜାକୁ ସ୍ୱୀକାର କରନ୍ତୁ। ଫ୍ରେଣ୍ଡସ୍, ଭୂମିଷ୍ଠ ପ୍ରଣାମ କରନ୍ତୁ। ମାତାଙ୍କୁ ପୂର୍ଣ୍ଣ ସମର୍ପିତ ହୋଇ ମୋ ସହିତ କୁହନ୍ତୁ, या देवी सर्वभूतेषु मां सिद्धिदात्रीरूपेण संस्थिता नमस्तस्यै 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 नमो नमः। या देवी सर्वभूतेषु मां सिद्धिदात्रीरूपेण संस्थिता नमस्तस्यै 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 नमो नमः। या देवी सर्वभूतेषु मां सिद्धिदात्रीरूपेण संस्थिता नमस्तस्यै 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 नमो नमः। नमस्कार କରନ୍ତୁ, ଫିଲ୍ କରନ୍ତୁ ମାଙ୍କର ଆଜ୍ଞା ଚକ୍ରରୁ ଶକ୍ତିର ପ୍ରବାହ ହୋଇ ଚାଲିଛି। ଆପଣଙ୍କର ଆଜ୍ଞା ଚକ୍ର ସହିତ କନେକ୍ଟ ହୋଇଯାଇଛି। ଶକ୍ତିର ଧାରା ପ୍ରବାହିତ ହୋଇ ଚାଲିଛି ଆପଣଙ୍କ ଶରୀରକୁ। ମାଙ୍କର ଶକ୍ତି ସହିତ ଆସୁଛି ବୃହସ୍ପତି ଗ୍ରହରୁ ମେଧା ଶକ୍ତି, ଚନ୍ଦ୍ରଙ୍କ ଠାରୁ ଶୀତଳତାର ଶକ୍ତି, ମଙ୍ଗଳଙ୍କ ଠାରୁ ସାହସ ଧୈର୍ଯ୍ୟର ଶକ୍ତି, ଶୁକ୍ରଙ୍କ ଠାରୁ ପ୍ରେମର ଶକ୍ତି, ନକ୍ଷତ୍ରରୁ ସମସ୍ତ ଶକ୍ତି ପ୍ରବାହିତ ହୋଇ ଚାଲିଛି ଆପଣଙ୍କ ଶରୀରରୁ। ବାତାବରଣରୁ ପ୍ରବାହିତ ହୋଇ ଚାଲିଛି ଆନନ୍ଦର ଶକ୍ତି। ଧୀରେ ଧୀରେ ସମସ୍ତ ଶକ୍ତିକୁ ନିଜ ଭିତରେ ସମାହିତ କରି ନିଅନ୍ତୁ। ମନର ଦ୍ୱାରକୁ ଖୋଲି ଦିଅନ୍ତୁ। ନବଦ୍ୱାରକୁ ଉନ୍ମୁକ୍ତ କରି ଦିଅନ୍ତୁ। ଫ୍ରେଣ୍ଡସ୍, ଜାଗ୍ରତ ଚେତନା ଭାବରେ ନିଜର ସମସ୍ତ ଶକ୍ତିକୁ ଜାଗରଣ ହେବାର ଅନୁଭବ କରନ୍ତୁ। ନିଜ ଭିତରେ ଥିବା ସମସ୍ତ ଶକ୍ତି ଆଜି ଆସୁରୀ ଶକ୍ତି ନିଧନ ହୋଇ ଚାଲିଛି। ନିଧନ ହୋଇ ଚାଲିଛନ୍ତି ମଧୁକୈଟବ, ଧୂମ୍ରଲୋଚନ, ରକ୍ତବୀଜ, ଶୁମ୍ଭ ନିଶମ୍ବ, ଚଣ୍ଡମୁଣ୍ଡ ଆଉ ମହିଷାସୁର। ଏ ସମସ୍ତ ନକାରାତ୍ମକ ଶକ୍ତିକୁ ଯିବାକୁ ଦିଅନ୍ତୁ। ଏହି ସମସ୍ତ ଅସୁରର ନିଧନକୁ ଅବଲୋକନ କରନ୍ତୁ। ମନରେ ଶାନ୍ତିର ଭାବକୁ ଆଣନ୍ତୁ। ପ୍ରେମର ଭାବକୁ ଆଣନ୍ତୁ। ଫ୍ରେଣ୍ଡସ୍, ଅଞ୍ଜଳି ଦେବାର ସମୟ ହୋଇଛି। ଅଞ୍ଜଳିରେ ନିଅନ୍ତୁ ଦୁର୍ବା, ପୁଷ୍ପ, ଚନ୍ଦନ, ବିଲ୍ୱପତ୍ର, ତୁଳସୀ, ଅକ୍ଷତ ତା ସହିତ ରଖନ୍ତୁ।
ଆପଣଙ୍କ ମନର ଦୁଃଖ, ଶୋକ, କର୍ମବନ୍ଧନ, ଶାରୀରିକ ବ୍ୟାଧି ଆଉ ତା ସହିତ ରଖନ୍ତୁ ଆପଣଙ୍କର ଇଚ୍ଛା, ଚିନ୍ତା, ଆଶା, ସୌଭାଗ୍ୟ ପ୍ରାପ୍ତିର ମନୋବାଞ୍ଛା। ଧୀରେ ଧୀରେ ମାଙ୍କ ପାଦ ତଳକୁ ଅଗ୍ରସର ହୁଅନ୍ତୁ। ଅର୍ପଣ କରିଦିଅନ୍ତୁ ହୃଦୟର ଭାବ ସହିତ, ଚକ୍ଷୁର ଲୁହ ସହିତ ଅର୍ପଣ କରିଦିଅନ୍ତୁ। ସେ ହିଁ କଲ୍ୟାଣର କାରଣ, ସେ ହିଁ ପ୍ରେରଣା, ସେ ହିଁ ଆନନ୍ଦ ଅନୁଭବ କରନ୍ତୁ। ମାତାଙ୍କର ମାତା ମାତାଙ୍କର ଆଶୀର୍ବାଦ ଆପଣଙ୍କ ହୃଦୟରେ କୃତଜ୍ଞତାରେ ଭରି ଦିଅନ୍ତୁ ହୃଦୟକୁ। ଆସନ୍ତୁ ମାଙ୍କୁ କ୍ଷମା ଭିକ୍ଷା କରିବା। ମୋ ସହିତ କୁହନ୍ତୁ, ହେ ପରମେଶ୍ୱରୀ, ଆମମାନଙ୍କ ଦ୍ୱାରା ରାତି ଦିନ ସହସ୍ର ଅପରାଧ ହୁଏ। ନିଜର ସନ୍ତାନ ଭାବି, ନିଜର ଭକ୍ତ ଭାବି ଆମମାନଙ୍କ ଅପରାଧକୁ କ୍ଷମା କରନ୍ତୁ। ହେ ପରମେଶ୍ୱରୀ, ହେ ସୁରେଶ୍ୱରୀ, ଆମେମାନେ ଆହ୍ୱାନ କରି ଜାଣିନୁ, ଆମେମାନେ ଉପାସନା ଜାଣିନାହୁଁ, ବିସର୍ଜନ କରିବା ଜାଣିନାହୁଁ। ଆମକୁ କ୍ଷମା କରନ୍ତୁ। ଆମେ ଆଜି ଯେଉଁ ମନ୍ତ୍ରହୀନ, କ୍ରିୟାହୀନ, ଭକ୍ତିହୀନ ପୂଜନ କ୍ରିୟା ସମାପ୍ତ କରିଛୁ, ସେ ସବୁ ପ୍ରେମ ପୂର୍ବକ ସ୍ୱୀକାର କରନ୍ତୁ। ହେ ଦେବୀ ପରମେଶ୍ୱରୀ, ବୁଦ୍ଧି ଭ୍ରାନ୍ତି କାରଣରୁ ଆଜିର ପୂଜାରେ ଯଦି କୌଣସି ଅପୂର୍ଣ୍ଣତା ରହିଛି, ସେଥିପାଇଁ ଆମମାନଙ୍କୁ କ୍ଷମା କରନ୍ତୁ। ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନଙ୍କୁ ପ୍ରକାଶିତ କରନ୍ତୁ, ବିନମ୍ର କରନ୍ତୁ, ସତ୍ୟନିଷ୍ଠ କରନ୍ତୁ, ବୁଦ୍ଧିମାନ କରନ୍ତୁ। ଆମେ ଆପଣଙ୍କ ମହାଶକ୍ତି ଉପରେ ବିଶ୍ୱାସ କରୁ। ଆମକୁ ସହାୟତା ପ୍ରଦାନ କରନ୍ତୁ। ବର୍ତ୍ତମାନ ଫିଲ୍ କରନ୍ତୁ ମାତାଙ୍କର ହସ୍ତ ଆପଣଙ୍କ ମସ୍ତିଷ୍କ ଉପରେ, ସତେ ଯେପରି ମାତା କହୁଛନ୍ତି, ଆପଣଙ୍କୁ ଯଶସ୍ୱୀ ଭବ, କୀର୍ତ୍ତିମାନ ଭବ, ବୁଦ୍ଧିମାନ ଭବ, ଆୟୁଷ୍ମାନ ଭବ। ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ। ଏହି ସ୍ଥିତିରେ କିଛି ସମୟ ବସନ୍ତୁ। ମାତା ମାତୃଶକ୍ତିକୁ ଫିଲ୍ କରନ୍ତୁ ସମଗ୍ର ଶରୀରରେ, ସମଗ୍ର କୋशिକାରେ ଫିଲ୍ କରନ୍ତୁ ଜାଗରଣ। ଆଉ 5 ମିନିଟ୍ ଫ୍ରେଣ୍ଡସ୍। ଧୀରେ ଧୀରେ ଆପଣଙ୍କ ଶରୀର ବ୍ରହ୍ମ ତେଜ ସହିତ ଫେରି ଆସନ୍ତୁ ପଞ୍ଚଭୂତର ଶରୀରକୁ। ଟୁଟି ଯାଇଥିବା ଶରୀର ସହିତ କନେକ୍ଟ ହୋଇଯାଆନ୍ତୁ। ଫିଲ୍ କରନ୍ତୁ ଆତ୍ମାକୁ। ଫିଲ୍ କରନ୍ତୁ ଆଜି ଜାଗରଣ ହୋଇଥିବା ଶକ୍ତିକୁ। ଧୀରେ ଧୀରେ ପ୍ରକୃତିସ୍ଥ ହୁଅନ୍ତୁ।
अनुभव करंतु शरीर को अनकंडीशनल लव रे भरी दियंतु ए शरीर को आज आमको ध्यान यात्रा रे सहयोग करिथिबारु धन्यवाद दियंतु आम सहित सूक्ष्म रूप रे जोड़ी होइथिबा गुरुमंडली को धन्यवाद दियंतु मातृशक्ति को धन्यवाद दियंतु आज सामूहिक ऊर्जा को धन्यवाद दियंतु आपण को भीतर थिबा अग्नि तत्व को जहाँ आज आपण को एते समय जागृत करी रखिछि धन्यवाद दियंतु इलेक्ट्रॉनिक्स गैजेट को धन्यवाद दियंतु आपण को परिवार रो सदस्य मान को जे माने आज आपण को ध्यान यात्रा पई सहयोग करिसेंती धन्यवाद दियंतु आपण को जन्मदाता जन्मदात्री पिता माता को कोमलता सहित हाथ पापुली को बंद आखि पर रखंतु हाथर उष्णता को अनुभव करंतु शरीर रे फील करंतु आनंद को मस्तिष्क रे खेरण हेतिबा सेरोटोनिन मेलाटोनिन को धीरे धीरे ये आनंद चिन्मय रस प्रवाहित हो चली मुंडर पाद पर्यंत समाहित कर फ्रेंड्स आनंद नियंतु आज भल ध्यान करिथिबारु निजको शाबाशी दियंतु अनम्यूट करी क्लैप करंतु आज मते ध्यान निर्देशना देवा पई सुजोग देथिबारु धन्यवाद धन्यवाद धन्यवाद।